ଆରେ ଟୁଙ୍ଗୁରୁ, ତୁ ଏଠି କ'ଣ କରୁଛୁ? ସାରେ ପ୍ରଣାମ। ହଉ ହଉ ହେଲା ଥାଉ। ସାର୍ ଆଜି ରବିବାର ତ ମୁଁ ଟିକେ ନଦୀ କୂଳକୁ ବୁଲିବା ପାଇଁ ପଳେଇ ଆସିଛି। ଆପଣ ଏଠି? ଆଜି ସଣ୍ଡେ ତ, ତେଣୁ ମୁଁ ବୁଲୁ ବୁଲୁ ପଳେଇ ଆସିଲି ଆଉ ନଦୀ କୂଳ ଆଡ଼େ ଦେଖିବା ପାଇଁ। ଆଜ୍ଞା ଠିକ୍ ଅଛି ସାର୍, ଆପଣ ବୁଲନ୍ତୁ। ଆରେ ତୋର ପରା ଦଶମ ବୋର୍ଡ, ତୁ ଏଇଠି କ'ଣ ବୁଲୁଛୁ? ଚିନ୍ତା ନାହିଁ ତୋର? ସାର୍ ଘରେ କେତେ ପାଠ ପଢିବି, ଦିନ ରାତି ଏକ କରିକି ପଢୁଛି, ତଥାପି ହେଲାନି ଯେ ଆପଣଙ୍କର। ଆପଣ ମତେ ସନ୍ଦେହ କରୁଛନ୍ତି। ହଁ ହଁ, ସେଟା ତ ଜଣା ପଡ଼ିବ। ଦିନ ରାତି ଏକ କରିକି ପଢୁଛୁ କି ଆଉ କ'ଣ କରୁଛୁ, ରେଜଲ୍ଟ ବାହାରିଲା ପରେ ସେଟା ଜଣା ପଡ଼ିବ। ଆଚ୍ଛା କହିଲୁ, ଓଡ଼ିଶାର ବଡ଼ ନଦୀ କୋଉଟା? ସାର୍ ଏଇ ପ୍ରଶ୍ନ କଣ ପଚାରୁଛନ୍ତି? ଓଡ଼ିଶାର ବଡ଼ ନଦୀ ପା ସୁବର୍ଣ୍ଣରେଖା, ଆପଣଙ୍କ ଆଖି ଆଗରେ ଏଇଠି। ତୁ କ'ଣ ମାପିଥିଲୁ ଓଡ଼ିଶାର ବଡ଼ ନଦୀ ସୁବର୍ଣ୍ଣରେଖା ବୋଲି? ଆଉ ତାହେଲେ ସାର୍ କହିଲେ ଟିକେ ଓଡ଼ିଶାର ବଡ଼ ନଦୀ କୋଉଟା କୁହନ୍ତୁ ଆପଣ, ମୁଁ ଟିକେ ଶୁଣିବି। ଓଡ଼ିଶାର ବଡ଼ ନଦୀ ହେଉଛି ମହାନଦୀ, ବୁଝିଲୁ? ସାର୍ ଆପଣ କଣ ମାପିଥିଲେ ଯେ ଓଡ଼ିଶାର ବଡ଼ ନଦୀ ମହାନଦୀ ବୋଲି? ମତେ କହୁଛନ୍ତି କଣ ପାଇଁ ମୁଁ ମାପିଛି କି ନାହିଁ? ମୋ ବେତ କୁଆଡ଼େ ଗଲା? କୋଉଠି କୋଉଠି ମୋ ବେତ? ଶୀଘ୍ର ମତେ ଦିଅ, ମୁଁ ୟାକୁ ବାଡ଼େଇ ସାରେ ପହେ, ତାପରେ ଯାଇକି ମୋ ମନ ଶାନ୍ତି ହେବ। ସାର୍ ଏଠି ବେତ ଭେତ କୌଣସି ଜିନିଷ ମିଳିବନି, ସେଟା ସ୍କୁଲ ଅଲଗା, ଏଟା ବାହାରେ ଅଲଗା। ପବ୍ଲିକ ଘେରିଯିବେ ସାର୍, ଆପଣ ଯାଆନ୍ତୁ ଯାଆନ୍ତୁ। ତ ବିଚାର ତ ହବ, ତୁ ସ୍କୁଲ ଯା, ତାପରେ ତ ବିଚାରଟା ହବ ସ୍କୁଲରେ ବେତ ସହ, ବୁଝିଲୁ? ମୁଁ ଯାଏଲୋ ଭାଇ, ଏ ମାଷ୍ଟର ମତେ ମାରି ପକେଇବ ନହେଲେ। ପଳେଇଲା। ହଉ ହଉ, ସ୍କୁଲ ଯାଉ, ତାପରେ ତା କଥାଟା ମୁଁ ବେଳେ ବୁଝିବି।